ଭାରତର ସୁପ୍ରିମକୋର୍ଟରେ ଏବେ ଏକ ଏମିତି ସାମ୍ବିଧାନିକ ମାମଲାର ଶୁଣାଣି ଚାଲିଛି ଯାହା ଆମ ଗଣତନ୍ତ୍ରର ତିନୋଟି ମୂଳ ସ୍ତମ୍ଭକୁ ମାନେ ବିଧାୟିକା, କାର୍ଯ୍ୟପାଳିକା ଆଉ ନ୍ୟାୟପାଳିକାକୁ ଗୋଟେ ପ୍ରକାର ମୁହାଁମୁହିଁ ଛିଡ଼ା କରିଦେଇଛି। ଆଉ ଏହି ମାମଲା ଆମ ଶାସନ ବ୍ୟବସ୍ଥାର ମୂଳଦୁଆକୁ ନେଇ କିଛି ବହୁତ ଗଭୀର ପ୍ରଶ୍ନ ସୃଷ୍ଟି କରୁଛି। ତେବେ ଏ ପୂରା ମାମଲାର ମୂଳ କଥାଟା କ'ଣ? ସବୁଠୁ ବଡ଼ ପ୍ରଶ୍ନଟା ହେଉଛି କ'ଣ ଗୋଟେ କୋର୍ଟ ଦେଶର ରାଷ୍ଟ୍ରପତିଙ୍କ ପାଇଁ କୌଣସି କାମ ସାରିବାକୁ ଗୋଟେ ଡେଡ୍ଲାଇନ୍ ବା ସମୟସୀମା ଦେଇପାରିବ? ଶୁଣିବାକୁ ହୁଏତ ସାଧାରଣ ଲାଗୁଥାଇପାରେ, କିନ୍ତୁ ବିଶ୍ୱାସ କରନ୍ତୁ ଏହାର ପରିଣାମ ବହୁତ ବଡ଼ ଆଉ ବହୁତ ଗଭୀର। ଆସଲରେ ଏଇଟା କେବଳ ଗୋଟେ ଆଇନଗତ ବିବାଦ ନୁହେଁ, ଏହା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶକ୍ତିର ସନ୍ତୁଳନର ଏକ ବଡ଼ ପରୀକ୍ଷା। ଏହିଥିରୁ ହିଁ ସ୍ପଷ୍ଟ ହେବ ଯେ ନ୍ୟାୟପାଳିକାର ସୀମା କେଉଁଠି ସରୁଛି ଆଉ କାର୍ଯ୍ୟପାଳିକାର ସ୍ୱାଧୀନତା କେଉଁଠୁ ଆରମ୍ଭ ହେଉଛି। ହେଲେ ପ୍ରଶ୍ନ ଉଠୁଛି, ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା କାହିଁକି? କେଉଁ ଘଟଣାକ୍ରମ ପାଇଁ ଏତେ ବଡ଼ ମାମଲାଟିଏ ସୁପ୍ରିମକୋର୍ଟରେ ପହଞ୍ଚିଲା? ଆସନ୍ତୁ ସେଇଟା ଟିକେ ଦେଖିବା। ତେବେ ଏହାର ଆରମ୍ଭ ହେଲା ରାଜ୍ୟ ବିଧାନସଭାଗୁଡ଼ିକରୁ। ସେଠାରେ ପାରିତ ହେଉଥିବା ବିଲ୍ଗୁଡ଼ିକୁ ମଞ୍ଜୁରି ମିଳିବାରେ ବହୁତ ଡେରି ହେଲା। ଆଉ ପରିସ୍ଥିତି ସେତେବେଳେ ଜଟିଳ ହେଲା ଯେତେବେଳେ ରାଜ୍ୟପାଳମାନେ ଏହି ବିଲ୍ଗୁଡ଼ିକୁ ନିଜେ ସ୍ୱୀକୃତି ନ ଦେଇ ସିଧା ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇଦେଲେ। ଏହି ଅଚଳାବସ୍ଥାକୁ ଭାଙ୍ଗିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ସମ୍ବିଧାନର ଧାରା 143ର 1 ବ୍ୟବହାର କରି ଏହି ପ୍ରଶ୍ନଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ପାଇଁ ପଠାଇଲେ। ତେବେ ସୁପ୍ରିମକୋର୍ଟକୁ ମୁଖ୍ୟତଃ କେଉଁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ? ଚାଲନ୍ତୁ ଏହାକୁ ଟିକେ ସହଜରେ ବୁଝିବା। ପ୍ରଥମ ପ୍ରଶ୍ନ ହେଲା, କ'ଣ କୋର୍ଟ କହିପାରିବ ଯେ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କୁ ଗୋଟେ ବିଲ୍ ଉପରେ ଏତିକି ଦିନ ଭିତରେ ନିଷ୍ପତ୍ତି ନେବାକୁ ପଡ଼ିବ? ଆଉ ଦ୍ୱିତୀୟ ପ୍ରଶ୍ନ ହେଲା, ଯଦି ଜଣେ ରାଜ୍ୟପାଳ କୌଣସି ବିଲ୍ ରାଷ୍ଟ୍ରପତିଙ୍କ ପାଖକୁ ପଠାନ୍ତି, ତେବେ କ'ଣ କୋର୍ଟ ରାଷ୍ଟ୍ରପତିଙ୍କୁ ଏହା ଉପରେ ନ୍ୟାୟିକ ପରାମର୍ଶ ନେବାକୁ ବାଧ୍ୟ କରିପାରିବ? ଏ ଦୁଇଟି ପ୍ରଶ୍ନର ଉତ୍ତର ଆମ ଦେଶର ରାଜନୀତି ଆଉ ପ୍ରଶାସନ ଉପରେ ବହୁତ ବଡ଼ ପ୍ରଭାବ ପକାଇବ। ଶୁଣାଣି ଆରମ୍ଭରୁ ହିଁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଏହି ପ୍ରସଙ୍ଗରେ ନିଜର ଏକ ସତର୍କ ମନୋଭାବ ଦେଖାଇଛନ୍ତି। ଆଉ ଏଠି ପ୍ରଧାନ ବିଚାରପତିଙ୍କ କଥାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ସିଧା ସିଧା କହିଛନ୍ତି, ଦେଖନ୍ତୁ, ଏମିତି ସମୟସୀମା ଧାର୍ଯ୍ୟ କରିବା ହେଉଛି ସଂସଦର କାମ, କୋର୍ଟର ନୁହେଁ। ଯଦି ଆମେ କୋର୍ଟ ଏମିତି କିଛି କରିବୁ, ତାହେଲେ ଏହା ସିଧାସଳଖ ସମ୍ବିଧାନକୁ ବଦଳେଇବା ଭଳି ହେବ, ଆଉ ସେ ଅଧିକାର ଆମ ପାଖରେ ନାହିଁ। ଠିକ୍ ସେହିପରି କୋର୍ଟ ଏହା ବି ସଙ୍କେତ ଦେଇଛନ୍ତି ଯେ ରାଷ୍ଟ୍ରପତିଙ୍କ ପାଇଁ କୋର୍ଟଙ୍କ ପରାମର୍ଶ ନେବାଟା ଏକ ବିକଳ୍ପ, ବାଧ୍ୟତାମୂଳକ ନୁହେଁ। ଏହାକୁ ଯଦି ବାଧ୍ୟ କରାଯାଏ, ତେବେ ଏହା ନ୍ୟାୟିକ କ୍ଷେତ୍ରର ସୀମା ଉଲ୍ଲଂଘନ କରିବା ଭଳି ହେବ, ଯାହାକୁ ଜୁଡିସିଆଲ ଓଭରରିଚ୍ କୁହାଯାଏ। ହେଲେ କଏନ୍ର ଆରପଟେ କ'ଣ ଅଛି? ଯେଉଁ ରାଜ୍ୟ ସରକାରମାନେ ଏହି ବିଳମ୍ବ ଯୋଗୁଁ ପ୍ରଭାବିତ ହେଉଛନ୍ତି, ସେମାନଙ୍କର ଯୁକ୍ତି କ'ଣ? ଆସନ୍ତୁ ସେ ବିଷୟରେ ଜାଣିବା। ରାଜ୍ୟମାନଙ୍କ ପକ୍ଷର ବରିଷ୍ଠ ଓକିଲ AM ସିଂଘଭି ଏକ ବହୁତ ଶକ୍ତିଶାଳୀ ଯୁକ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁଠି ସମ୍ବିଧାନରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନାହିଁ, ସେହି ଖାଲି ଜାଗାକୁ ନ୍ୟାୟପାଳିକା ପୂରଣ କରିବା ଉଚିତ। ଏମିତି କଲେ କୌଣସି ବି ସାମ୍ବିଧାନିକ ପଦାଧିକାରୀ ମନଇଚ୍ଛା ବିଲ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକାଇ ପାରିବେ ନାହିଁ। ତେବେ ଏ ବିତର୍କର ଦୁଇଟି ପକ୍ଷକୁ ଦେଖନ୍ତୁ। ଗୋଟେପଟେ କୋର୍ଟକୁ ଡର ଯେ ସମୟସୀମା ଧାର୍ଯ୍ୟ କରିବା ସମ୍ବିଧାନ ସଂଶୋଧନ ଭଳି ହେବ, ଆଉ ଅନ୍ୟପଟେ ରାଜ୍ୟମାନେ କହୁଛନ୍ତି ଯେ ବିଳମ୍ବ ରୋକିବା ପାଇଁ ଏହା ଛଡ଼ା ଆଉ କିଛି ଉପାୟ ନାହିଁ। ଯେଉଁଠି କୋର୍ଟ ଏହାକୁ ନ୍ୟାୟିକ ଅତିକ୍ରମଣ ବୋଲି ଭାବୁଛନ୍ତି, ସେଇଠି ରାଜ୍ୟମାନେ ଏହାକୁ ଏକ ଜରୁରୀ ମାର୍ଗଦର୍ଶନ ଭାବେ ଦେଖୁଛନ୍ତି। ଏ ପୂରା ବିବାଦ କିଛି ନିର୍ଦ୍ଦିଷ୍ଟ ସାମ୍ବିଧାନିକ ଧାରା ଉପରେ ହିଁ ଛିଆ ହୋଇଛି। ଆସନ୍ତୁ ସେ ଧାରାଗୁଡ଼ିକ ପ୍ରକୃତରେ କ'ଣ କହୁଛି ସେଇଟା ଟିକେ ବୁଝିବା। ଦେଖନ୍ତୁ, ଧାରା 200 ହେଉଛି ପ୍ରଥମ ପାହାଚ। ଯେତେବେଳେ ରାଜ୍ୟ ବିଧାନସଭାରୁ ଗୋଟେ ବିଲ୍ ପାରିତ ହୋଇ ରାଜ୍ୟପାଳଙ୍କ ପାଖକୁ ଆସେ, ସେତେବେଳେ ତାଙ୍କ ପାଖରେ କିଛି ଅପସନ୍ ଥାଏ। ସେ ଚାହିଁଲେ ସ୍ୱୀକୃତି ଦେଇପାରନ୍ତି, ସ୍ୱୀକୃତିକୁ ରୋକିପାରନ୍ତି, ପୁଣିଥରେ ବିଚାର ପାଇଁ ଫେରାଇ ପାରନ୍ତି, କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ସଂରକ୍ଷିତ ରଖିପାରନ୍ତି। ତେବେ ଗୋଟେ ବିଲ୍ର ଯାତ୍ରା କେମିତି ହୁଏ? ବିଧାନସଭାରୁ ପାରିତ ହେବା ପରେ ଏହା ଧାରା 200 ଅନୁସାରେ ରାଜ୍ୟପାଳଙ୍କ ପାଖକୁ ଯାଏ। ଯଦି ରାଜ୍ୟପାଳ ଏହାକୁ ରାଷ୍ଟ୍ରପତିଙ୍କ ପାଇଁ ସଂରକ୍ଷିତ ରଖନ୍ତି, ତାହେଲେ ଧାରା 201 ଅନୁଯାୟୀ ରାଷ୍ଟ୍ରପତି ହିଁ ଏହା ଉପରେ ଶେଷ ନିଷ୍ପତ୍ତି ନିଅନ୍ତି। ଆଉ ଧାରା 143(1) ଏଇଟା ହେଉଛି ସେହି ବିଶେଷ ବ୍ୟବସ୍ଥା ଯାହା ବଳରେ ରାଷ୍ଟ୍ରପତି ଏହି ଶୁଣାଣି ଆରମ୍ଭ କରିଛନ୍ତି। ଏହି ଧାରା ରାଷ୍ଟ୍ରପତିଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ମାଗିବାର ଅଧିକାର ଦିଏ। ଏ ମାମଲାଟି ଦେଖିବାକୁ ଯେତେ ଆଇନଗତ ଲାଗୁଛି, ଭାରତୀୟ ଗଣତନ୍ତ୍ର ପାଇଁ ଏହାର ପ୍ରଭାବ ସେତେ ବେଶୀ ଗଭୀର। କାରଣ ଏହା କେବଳ କିଛି ଧାରାର ବ୍ୟାଖ୍ୟା ନୁହେଁ, ବରଂ ଏହା ହେଉଛି ଶକ୍ତିର ସନ୍ତୁଳନର କଥା। ଏହି ମାମଲାର ନିଷ୍ପତ୍ତି ଆମ ଗଣତନ୍ତ୍ରର 4ଟି ମୁଖ୍ୟ ଦିଗ ଉପରେ ସିଧାସଳଖ ପ୍ରଭାବ ପକାଇବ। ପ୍ରଥମତଃ, ଏହା ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ଥିବା ଲକ୍ଷ୍ମଣ ରେଖାକୁ ସ୍ପଷ୍ଟ କରିବ। ଦ୍ୱିତୀୟରେ,
ଏହା ସୁନିଶ୍ଚିତ କରିବ ଯେ କେହି ବି ନିଷ୍ପତ୍ତି ନେବାରେ ବିଳମ୍ବ କରି ନିଜ ଦାୟିତ୍ୱରୁ ଖସିଯାଇପାରିବେ ନାହିଁ। ତୃତୀୟରେ, ଏହା କେନ୍ଦ୍ର ଓ ରାଜ୍ୟ ସମ୍ପର୍କର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଆଉ ଶେଷରେ, ନ୍ୟାୟିକ ସକ୍ରିୟତାର ସୀମା କ'ଣ ହେବା ଉଚିତ ତାହା ମଧ୍ୟ ସ୍ଥିର କରିବ। ଏଇ ଶକ୍ତିର ପୃଥକୀକରଣ କଥାଟାକୁ ଆହୁରି ସହଜରେ ବୁଝିବା ପାଇଁ ଭାବନ୍ତୁ ଏକ ଟିମ୍ରେ 3 ଜଣ ଖେଳାଳି ଅଛନ୍ତି। ବିଧାୟିକା ନିୟମ ତିଆରି କରେ, କାର୍ଯ୍ୟପାଳିକା ବା ସରକାର ସେହି ନିୟମ ଅନୁସାରେ ଖେଳ ଖେଳେ, ଆଉ ନ୍ୟାୟପାଳିକା ହେଉଛି ରେଫ୍ରି, ଯିଏ ଦେଖେ ଖେଳଟା ନିୟମ ଭିତରେ ଚାଲିଛି କି ନାହିଁ। ଏହି ମାମଲା ହେଉଛି ସେହି ରେଫ୍ରିର ଭୂମିକା କ'ଣ ହେବା ଉଚିତ ତାର ଏକ ବଡ଼ ପରୀକ୍ଷା। ତେଣୁ ପ୍ରଶ୍ନ କେବଳ ଆଇନର ନୁହେଁ, ବରଂ ଗଣତନ୍ତ୍ରର ଏହି 3 ଶକ୍ତି ମଧ୍ୟରେ ଥିବା ସୂକ୍ଷ୍ମ ସନ୍ତୁଳନର, ଆଉ ଆଜି ସେହି ସନ୍ତୁଳନ ହିଁ ପରୀକ୍ଷାର ସାମ୍ନା କରୁଛି। ଶେଷରେ ଏହି ପୂରା ମାମଲା ଆମକୁ ଏକ ବହୁତ ବଡ଼ ମୌଳିକ ପ୍ରଶ୍ନ ପାଖରେ ଆଣି ଛାଡ଼ି ଦେଉଛି। ସମ୍ପୂର୍ଣ୍ଣ ନ୍ୟାୟ କରିବାର ଦାୟିତ୍ୱ ଏବଂ ନିଜ କ୍ଷେତ୍ରର ସୀମା ଲଙ୍ଘିବା ମଧ୍ୟରେ ଯେଉଁ ସୂକ୍ଷ୍ମ ରେଖାଟି ରହିଛି ତାହା ପ୍ରକୃତରେ କେଉଁଠି? ଏହାର ଉତ୍ତର ହିଁ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତର ଦିଗ ନିର୍ଣ୍ଣୟ କରିବ।